ଜଗନ୍ନାଥ ବନ୍ଧୁଗଣ, ଆସନ୍ତୁ ଜାଣିବା ମହାଭାରତର ଆହୁ ଏକ ସୁନ୍ଦର ପ୍ରସଙ୍ଗ, ଯାହାକି ହେଉଛି ଭୀମ ଏବଂ ହିଡ଼ିମ୍ବାଙ୍କ ବିବାହର କାହାଣୀ। ହିଡ଼ିମ୍ବା ଥିଲେ ପାଣ୍ଡବ ବଂଶର ପ୍ରଥମ ବଧୂକନ୍ୟା। ଯେତେବେଳେ ଦୁର୍ଯ୍ୟୋଧନ ଏବଂ ତାଙ୍କ ମାମୁଁ ଶକୁନିଙ୍କ ଯୋଜନା ଅନୁଯାୟୀ ତାଙ୍କ ଲାଖ ଘର ପୋଡ଼ି ଦିଆଗଲା, ସେତେବେଳେ 5 ପାଣ୍ଡବ ସେମାନଙ୍କ ମାତା କୁନ୍ତୀଙ୍କ ସହିତ ଭିତରେ ଥିଲେ। ସମସ୍ତଙ୍କୁ ହତ୍ୟା କରିବା ପାଇଁ ଏହା କରାଯାଇଥିଲା। ସେମାନଙ୍କର ଶକ୍ତି ଏବଂ ଦୈବ କୃପା ଯୋଗୁଁ ସେମାନେ ପଳାଇ ଆସି ଛଦ୍ମବେଶରେ ରହୁଥିଲେ। ସେମାନେ ଏକ ଜଙ୍ଗଲରେ ପହଞ୍ଚିଲେ। ରାତି ଅନ୍ଧାର ଥିଲା ଏବଂ ଜଙ୍ଗଲ ଘନ ଥିଲା। ଭୂମିରେ ଉଚ୍ଚ ବୁଦା ବଢ଼ିଥିଲା, ଯାହାଫଳରେ ଚାଲିବା କଷ୍ଟକର ହୋଇପଡ଼ୁଥିଲା। ତାପରେ ଧର୍ମରାଜ ଯୁଧିଷ୍ଠିର ଭୀମଙ୍କୁ ସମସ୍ତଙ୍କୁ ବୋହି ନେବାକୁ ଅନୁରୋଧ କଲେ। ତାଙ୍କର ଶକ୍ତି ପ୍ରଦର୍ଶନ କରି ଭୀମ ତାଙ୍କ ମାତା ସମେତ ତାଙ୍କର 4 ଭାଇଙ୍କୁ ଧରି ଚାଲିବାକୁ ଆରମ୍ଭ କଲେ। ଯେତେବେଳେ ସେମାନେ ଜଙ୍ଗଲର ଏକ ସ୍ଥାନରେ ପହଞ୍ଚିଲେ, ଯେଉଁଠାରେ ଭୂମି ସମତଳ ଏବଂ ନରମ ଘାସରେ ଆଚ୍ଛାଦିତ ଥିଲା, ତାପରେ ଭୀମ ସମସ୍ତଙ୍କୁ ତଳକୁ ଆଣିଲେ ଏବଂ ସେମାନେ ଏକାଠି ସେମାନଙ୍କୁ ଶୋଇବା ପାଇଁ ବ୍ୟବସ୍ଥା କଲେ। 5 ଭାଇଙ୍କ ମଧ୍ୟରୁ ପ୍ରତ୍ୟେକ ସେମାନଙ୍କର ଶୋଇଥିବା ପରିବାରକୁ ସୁରକ୍ଷା ଦେବା ପାଇଁ ଜାଗ୍ରତ ରହି ପାଳି ନେଲେ। ଏଥର ଭୀମଙ୍କର ପାଳି ଥିଲା। ଜଙ୍ଗଲ ଏହାର ଗଛ ଏବଂ ପଥର ସହିତ ଅନ୍ଧକାର ଶକ୍ତିର ପ୍ରଭାବ ଯୋଗୁଁ ଭ୍ରମାତ୍ମକ ଥିଲା। ଏହା ଏକ ରାକ୍ଷସ ରାଜା ହିଡ଼ିମ୍ବଙ୍କର ରାଜ୍ୟ ଥିଲା, ଯିଏକି ଏକ ଶକ୍ତିଶାଳୀ ଏବଂ ଭ୍ରମାତ୍ମକ ରାକ୍ଷସ। ଜଙ୍ଗଲରେ ପ୍ରବେଶ କରୁଥିବା ଯେକୌଣସି ମଣିଷ ଏହି ଭ୍ରମାତ୍ମକ ରାଜ୍ୟରୁ ଖସି ଯାଇପାରନ୍ତି ନାହିଁ। ସେମାନେ ରାକ୍ଷସମାନଙ୍କର ଶିକାର ହୋଇଯାଆନ୍ତି। ଏହି ରାକ୍ଷସମାନଙ୍କର ଗନ୍ଧର ଏକ ଅତି ତୀକ୍ଷ୍ଣ ଇନ୍ଦ୍ରିୟ ଥିଲା। ସେମାନେ ତୁରନ୍ତ ଜଙ୍ଗଲରେ ପ୍ରବେଶ କରୁଥିବା ଜଣେ ମଣିଷକୁ ଅନୁଭବ କରିପାରୁଥିଲେ। ଯେତେବେଳେ ରାକ୍ଷସ ରାଜା ହିଡ଼ିମ୍ବ ମଣିଷଙ୍କ ଆଗମନ ବିଷୟରେ ଜାଣିଲେ, ସେ ମଣିଷ ମାଂସ ଖାଇବାକୁ ଆଗ୍ରହୀ ହେଲେ। ସେ ତାଙ୍କ ଭଉଣୀ ହିଡ଼ିମ୍ବାକୁ ସେମାନଙ୍କ ନିକଟକୁ ଉପସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଲେ। ହିଡ଼ିମ୍ବା ପାଣ୍ଡବଙ୍କ ପାଖକୁ ଗଲେ ଏବଂ ଭୀମକୁ ଦେଖି ମୋହିତ ହୋଇଗଲେ। ସେ ଭାବିଲେ, ଏକ ଶକ୍ତିଶାଳୀ ପୁରୁଷଙ୍କ ଅପେକ୍ଷା ଭଲ ଜୀବନସାଥୀଟିଏ କିଏ ହୋଇପାରିବ, ଯାହାର ହୃଦୟ ଏତେ କୋମଳ ଯେ ସେ ତାଙ୍କ ପରିବାରକୁ ରକ୍ଷା କରୁଛି। ମୁଁ ଧନ୍ୟ ହେବି ଯଦି ସେ ମୋର ସ୍ୱାମୀ ହେବେ। ତାପରେ ସେ ତାଙ୍କୁ ନିଷ୍ଠୁର ଭାଇର ଆଦେଶ ମନେ ପକାଇଲେ। ଦେବୀ ହିଡ଼ିମ୍ବା ତାଙ୍କର ଯାଦୁକରୀ ଶକ୍ତି ବ୍ୟବହାର କରି ନିଜକୁ ଏକ ସୁନ୍ଦର ଯୁବତୀରେ ପରିଣତ କଲେ ଏବଂ ଭୀମଙ୍କ ପାଖକୁ ଗଲେ। ପ୍ରଥମେ ସେ ବିଭିନ୍ନ ଉପାୟରେ କଥା ହେଲେ, ଯେପରି ସେ ଜଙ୍ଗଲରେ ଜଣେ ହଜିଯାଇଥିବା ଯୁବତୀ। ତାପରେ ଯେତେବେଳେ ଭୀମ ତାଙ୍କୁ ସୁରକ୍ଷା ପ୍ରଦାନ କଲେ, ସେ ସେଠାରେ ବସିଗଲେ। ବିଶ୍ରାମ ନେବା ସମୟରେ ଅର୍ଜୁନ ଏବଂ ଯୁଧିଷ୍ଠିର ଧୀରେ ଧୀରେ ଦେବୀ ହିଡ଼ିମ୍ବାକୁ ସନ୍ଦେହ କରିବାକୁ ଲାଗିଲେ। ତଥାପି ସୁରକ୍ଷା ପାଇଁ ସେମାନେ ଶୋଇଥିବାର ଅଭିନୟ କଲେ। ଚୁପଚାପ ସେମାନଙ୍କ ଚାରିପାଖରେ କ'ଣ ଘଟୁଛି ତାହା ସେ ଦେଖୁଥିଲେ। ଏହି ସମୟରେ ଦେବୀ ହିଡ଼ିମ୍ବା ମଧ୍ୟ ଏହି ସତ୍ୟ ବିଷୟରେ ଅଜ୍ଞ ଥିଲେ। ସେ ଭୀମଙ୍କୁ କହିଲେ, ମୋର ଭାଇ ରାକ୍ଷସ ରାଜା ହିଡ଼ିମ୍ବ ତୁମ ସମସ୍ତଙ୍କୁ ଭୁଲ ବାଟରେ ନେଇଯିବା ପାଇଁ ମୋତେ ନିଯୁକ୍ତି କରିଛନ୍ତି। ମୁଁ ହେଉଛି ତାଙ୍କ ଭଉଣୀ ଆଉ ମୁଁ ଜଣେ ରାକ୍ଷସୀ। କିନ୍ତୁ ତୁମକୁ ଦେଖିବା ପରେ ମୁଁ ତୁମର ପ୍ରେମରେ ପଡ଼ିଗଲି। ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି। ମୁଁ ତୁମକୁ ଏହିଠାରୁ କିପରି ବାହାର କରିବି, ଆସନ୍ତୁ ତାହା ଆପଣଙ୍କୁ କହିଦେବି। ମୋ ଭାଇ ହିଡ଼ିମ୍ବ ବହୁତ ଶକ୍ତିଶାଳୀ, ପ୍ରତାରକ ଏବଂ ନିଷ୍ଠୁର। ସେ ଆସିବା ପୂର୍ବରୁ ତୁମେମାନେ ନିରାପଦ ସ୍ଥାନକୁ ଚାଲିଯାଅ। ଭୀମ ଉତ୍ତର ଦେଲେ, ଦେବୀ, ମୁଁ ତୁମକୁ ଜାଣିନାହିଁ, କିନ୍ତୁ ମୁଁ ତୁମକୁ ଏହା କହିବାକୁ ଚାହେଁ, ଆମ 5 ଭାଇ କମ୍ ସକ୍ଷମ ନୁହଁ। ମୁଁ ବୃକୋଦର ଭୀମ ଯେକୌଣସି ରାକ୍ଷସକୁ ବିନାଶ କରିବାକୁ ସକ୍ଷମ।
ତେଣୁ ମୁଁ ସେମାନଙ୍କର ମୋ ଭାଇମାନଙ୍କର ନିଦ ଭାଙ୍ଗିବାକୁ ଚାହୁଁନାହିଁ। ଏବେ ସେହି ମହାପୁରୁଷକୁ ଦେଖନ୍ତୁ, ସେ ହେଉଛନ୍ତି ଧର୍ମରାଜା ଯୁଧିଷ୍ଠିର, ମୋର ବଡ଼ ଭାଇ। ସେ ଏ ପର୍ଯ୍ୟନ୍ତ ବିବାହିତ ନୁହନ୍ତି। ମୁଁ ଏବେ କିପରି ତୁମକୁ ବିବାହ କରିପାରିବି? ଆଲୋଚନା ଚାଲିଥିବା ସମୟରେ ରାକ୍ଷସ ରାଜା ହିଡ଼ିମ୍ବ ସେଠାରେ ପହଞ୍ଚିଲେ। ତାଙ୍କ ଭଉଣୀକୁ ଏପରି ଭାବରେ ସଜ୍ଜିତ ଦେଖି ସେ କ୍ରୋଧରେ ପୂର୍ଣ୍ଣ ହୋଇଗଲେ। ସେ ତାଙ୍କ ଭଉଣୀ ଏବଂ ସମସ୍ତ ପାଣ୍ଡବଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ନିଷ୍ପତ୍ତି ନେଲେ। ଦୂରରୁ ତାଙ୍କ ଭାଇର ଘାତକ ରୂପ ଦେଖି ଦେବୀ ହିଡ଼ିମ୍ବା ଭୟଭୀତ ହୋଇଗଲେ ଏବଂ ଭୀମଙ୍କୁ ତାଙ୍କ ପରିବାରକୁ ଜାଗ୍ରତ କରି ସେମାନଙ୍କୁ ନିରାପଦ ସ୍ଥାନକୁ ନେଇଯିବାକୁ କହିଲେ। ଭୀମ ହିଡ଼ିମ୍ବାକୁ କହିଲେ, ଦେବୀ, ତୁମର ଏହି ଅନୁରୋଧ ଅନୁଚିତ। ମୁଁ ସେମାନଙ୍କ ମଧ୍ୟରୁ ନୁହେଁ ଯେଉଁମାନେ ପଛକୁ ପଳାୟନ କରନ୍ତି। ମୁଁ ଏହି ରାକ୍ଷସର ଅହଙ୍କାର ପାଇଁ ମୋ ପରିବାରର ନିଦ ଭାଙ୍ଗିବି ନାହିଁ। ଯୁଧିଷ୍ଠିର ଏବଂ ଅର୍ଜୁନ ସବୁକିଛି ଶୁଣୁଥିଲେ, କିନ୍ତୁ ନିଦ୍ରାଗ୍ରସ୍ତ ଲୋକଙ୍କ ପରି ସ୍ଥିର ରହିଥିଲେ। ଭୀମ ଏକ ମୁହୂର୍ତ୍ତ ମଧ୍ୟରେ ହିଡ଼ିମ୍ବାକୁ ଧରି ଏକ ଦୂର ସ୍ଥାନକୁ ଟାଣି ଆଣିଲେ। ଏହା ଦେଖି ଯୁଧିଷ୍ଠିର ଏବଂ ଅର୍ଜୁନ ଉଠିବାର ଅଭିନୟ କଲେ। ସେମାନଙ୍କୁ ଜାଗ୍ରତ ଦେଖି ହିଡ଼ିମ୍ବା ବିନମ୍ରତାର ସହିତ ପାଣ୍ଡବମାନଙ୍କୁ ସବୁକିଛି କହିଲେ। ଅନ୍ୟ ସମସ୍ତେ ହିଡ଼ିମ୍ବାଙ୍କ କଥା ଶୁଣୁଥିଲେ, କିନ୍ତୁ ଯୁଧିଷ୍ଠିର ଏବଂ ଅର୍ଜୁନ ସମ୍ପୂର୍ଣ୍ଣ ଭାବରେ ଭୀମଙ୍କ ଉପରେ ଧ୍ୟାନ ଦେଇଥିଲେ। ଅର୍ଜୁନ ଭୀମଙ୍କୁ ଚିତ୍କାର କରି କହିଲେ, ଭାଇ ଭୀମ, ଏହି ରାକ୍ଷସକୁ ଶୀଘ୍ର ହତ୍ୟା କର। ଏହା ଶୁଣି ଭୀମ ଏକ ଘାତକ ଆଘାତରେ ହିଡ଼ିମ୍ବଙ୍କ ପିଠି ଖଣ୍ଡ ଖଣ୍ଡ କରି କାଟିଦେଲେ। ହିଡ଼ିମ୍ବକ ହତ୍ୟା କରିବା ମାତ୍ରେ ସମସ୍ତ ରାକ୍ଷସ ଭୀମଙ୍କ ସମ୍ମୁଖରେ ଆଣ୍ଠୁ ମାଡ଼ି ପଡ଼ି ତାଙ୍କୁ ସେମାନଙ୍କର ରାଜା ଭାବରେ ଗ୍ରହଣ କଲେ। ତାପରେ ଭୀମ କହିଲେ, ମୁଁ କିପରି ତୁମର ରାଜା ହୋଇପାରିବି? ତୁମେ ଜଣେ ରାକ୍ଷସ ଏବଂ ମୁଁ ଜଣେ ମଣିଷ। ତାପରେ ତାଙ୍କ ମନ୍ତ୍ରୀ କହିଲେ, ହେ ମହାରାଜ, ଆମର ପରମ୍ପରା ଯେ ଯିଏ ଆମ ରାଜାଙ୍କୁ ହତ୍ୟା କରେ ସେ ପରବର୍ତ୍ତୀ ରାଜା ହୁଏ। କେବଳ ଜଣେ ଶକ୍ତିଶାଳୀ ରାଜା ତାଙ୍କ ପ୍ରଜାମାନଙ୍କୁ ସୁରକ୍ଷା ଦେଇପାରିବ। ଏବଂ ପ୍ରଭୁ, ଆପଣ ରାକ୍ଷସ ରାଜା ହିଡ଼ିମ୍ବଙ୍କ ଠାରୁ ଅଧିକ ଶକ୍ତିଶାଳୀ। ଏହା ଶୁଣି ଭୀମ କହିଲେ, କିନ୍ତୁ ମୁଁ ଆପଣଙ୍କର ରାଜା ହୋଇପାରିବି ନାହିଁ। ତାପରେ ହାତ ଯୋଡ଼ି ତାଙ୍କ ମନ୍ତ୍ରୀ କହିଲେ, ହେ ମହାରାଜ, ଏପରି କୁହନ୍ତୁ ନାହିଁ। ରାଜା ବିନା ପ୍ରଜାମାନେ ଅନାଥ ହୋଇଯାଆନ୍ତି। ଏହା ଏକ ଜଙ୍ଗଲ ହୋଇଯିବ। ଏହା ଶୁଣି ଧର୍ମରାଜ ଯୁଧିଷ୍ଠିର ଚିନ୍ତା କରିବା ପାଇଁ ସମୟ ମାଗିଲେ। ସେହି ସମୟରେ ଦେବୀ ହିଡ଼ିମ୍ବା ଆସି ପାଣ୍ଡୁପୁତ୍ର ଭୀମଙ୍କୁ କହିଲେ, ହେ ମହାରାଜ, ଦୟାକରି ମୋର ପ୍ରେମ ଗ୍ରହଣ କରନ୍ତୁ। ମୋତେ ଆପଣଙ୍କ ସ୍ତ୍ରୀ ହେବାର ସୌଭାଗ୍ୟ ପ୍ରଦାନ କରନ୍ତୁ। ଭୀମ ଉତ୍ତର ଦେଲେ, ହେ ଦେବୀ, ଏହା କିପରି ହୋଇପାରିବ? ଆପଣ ଏକ ରାକ୍ଷସ ବଂଶର ଏବଂ ମୁଁ ଜଣେ ମଣିଷ। ଆପଣ ମୋ ସମାଜରେ ଆପଣଙ୍କ ଇଚ୍ଛା ଅନୁସାରେ ସ୍ଥାନ ପାଇପାରିବେ କି? ତାପରେ ଦେବୀ ହିଡ଼ିମ୍ବା କହିଲେ, ମୁଁ ଆପଣଙ୍କ ସମ୍ପ୍ରଦାୟର ଗ୍ରହଣ କରିବାକୁ ଚାହୁଁନାହିଁ, କିନ୍ତୁ ମୁଁ ଆପଣଙ୍କୁ ଗ୍ରହଣ କରିବାକୁ ଚାହୁଁଛି। ଏଠାରେ ରାଜା ହୁଅନ୍ତୁ, ମୋତେ ବିବାହ କରନ୍ତୁ ଏବଂ ଗୋଟିଏ ବର୍ଷ ପାଇଁ ମୋ ସହିତ ରୁହନ୍ତୁ। ଯେତେବେଳେ ମୋର ଏକ ପୁଅ ହେବ ଆପଣ ଯାଇପାରିବେ। ଆମେ ମାୟାବୀ ଜନଜାତି। ଜନ୍ମ ପରେ ମୋ ପୁଅ ବୟସ୍କ ହୋଇଯିବ। ତାପରେ ତୁମେ ଚାଲିଯାଇପାରିବ। ମୁଁ ତୁମକୁ ବାଧା ଦେବି ନାହିଁ। ଏହି ଜନଜାତିର ରାଜା ମୋ ପୁଅ ହେବ। ତାପରେ ସେ କାନ୍ଦି କାନ୍ଦି ମାତା କୁନ୍ତୀଙ୍କ ପାଦ ତଳେ ପଡ଼ି କହିଲେ, ମାତା, କେବଳ ତୁମେ ଜଣେ ନାରୀର ପ୍ରେମର ଯନ୍ତ୍ରଣା ବୁଝିପାରିବ। ଦୟାକରି ମୋତେ ତୁମର ବୋହୂ ଭାବରେ ଗ୍ରହଣ କର। ଏହା କେବଳ ଗୋଟିଏ ବର୍ଷ ଏବଂ ମୁଁ ଏବଂ ଏହି ଜାତି ଆଶୀର୍ବାଦ ପ୍ରାପ୍ତ ହେବୁ। ମାତା କୁନ୍ତୀ, ଦୟା କର ମୋ ଉପରେ। ମାତା କୁନ୍ତୀ ଦେବୀ ହିଡ଼ିମ୍ବାକୁ କହିଲେ, ଝିଅ, ତୁମର କଥା ଠିକ୍ ମନେ ହେଉଛି। ଦୟାକରି ମୋତେ ଚିନ୍ତା କରିବାକୁ ସମୟ ଦିଅ। ବହୁ ବିଚାର ପରେ ମାତା କୁନ୍ତୀ ସମେତ ସମସ୍ତ ପାଣ୍ଡବ ଏକମତ ହେଲେ ଯେ ଏହିପରି ଭାବରେ ସେମାନଙ୍କର ପ୍ରଜାମାନଙ୍କର ଅନାଥ କରି ଛାଡ଼ିବା ଧାର୍ମିକ ନୁହେଁ। ଭୀମ ତାପରେ ଜାତିର ରାଜତ୍ୱ ଗ୍ରହଣ କଲେ, ଦେବୀ ହିଡ଼ିମ୍ବାକୁ ବିବାହ କଲେ ଏବଂ ସେମାନଙ୍କର ଏକ ଶକ୍ତିଶାଳୀ ପୁତ୍ର ଜନ୍ମ ହେଲା, ଯାହାର ନାମ ହେଲା ଘଟୋତ୍କଚ। ଏକ ଭ୍ରାନ୍ତିକର ରାକ୍ଷସ ହୋଇଥିବାରୁ ଘଟୋତ୍କଚ ଜନ୍ମର ଅଳ୍ପ ସମୟ ପରେ ଯୁବକ ହୋଇଗଲେ। ତାଙ୍କ ପିତା ଭୀମ
ତାଙ୍କ ଜେଜେମା ଦେବୀ କୁନ୍ତି ଏବଂ ବଡ଼ ବାପା ଓ ଦାଦାଙ୍କ ସମ୍ମୁଖରେ ପ୍ରଣାମ କଲେ। ସେମାନଙ୍କୁ ପ୍ରତିଶ୍ରୁତି ଦେଲେ ଯେ ଯେତେବେଳେ ପାଣ୍ଡବମାନଙ୍କର ତାଙ୍କର ଆବଶ୍ୟକତା ପଡ଼ିବ ସେ ସେମାନଙ୍କ ପାଖରେ ଉପସ୍ଥିତ ହେବେ। ଦେବୀ ହିଡ଼ିମ୍ବା ତାଙ୍କ କଥାରେ ସତ୍ୟବାନ ହୋଇ ତାଙ୍କ ସ୍ୱାମୀ ଭୀମ ଏବଂ ତାଙ୍କ ଭାଇମାନଙ୍କୁ ଏବଂ ସେମାନଙ୍କ ମାତା ଦେବୀ କୁନ୍ତୀକୁ ବିଦାୟ ଦେଲେ। ଏହିପରି ଭାବରେ ଭୀମ ଏବଂ ହିଡ଼ିମ୍ବାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ବନ୍ଧୁଗଣ, ଏହିପରି ପୌରାଣିକ କଥା ଜାଣିବା ପାଇଁ ମୋ ସହିତ ଯୋଡ଼ି ରୁହନ୍ତୁ। ଜୟ ଜୟ ଜଗନ୍ନାଥ।